ଆଜି ଆମେ ଶାସ୍ତ୍ରରୁ ଏମିତି ଏକ କାହାଣୀ ବିଷୟରେ ଜାଣିବା ଯାହା ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ। ଏ ହେଉଛି ଉପମନ୍ୟୁ ନାମକ ଜଣେ ଶିଷ୍ୟଙ୍କର କାହାଣୀ। ତାଙ୍କର ନିଷ୍ଠା ଆଉ ସମର୍ପଣ ଭାବ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଆସନ୍ତୁ ଆଲୋଚନା ଆରମ୍ଭ କରିବା ଗୋଟିଏ ପ୍ରଶ୍ନରୁ, ଭକ୍ତିର ପ୍ରକୃତ ବା ଚରମ ପରୀକ୍ଷା କ'ଣ ହୋଇପାରେ? ମନେ ରଖନ୍ତୁ, ଏହି ଗୋଟିଏ ପ୍ରଶ୍ନ ହିଁ ଉପମନ୍ୟୁଙ୍କ ସମ୍ପୂର୍ଣ୍ଣ କାହାଣୀର ମୂଳଦୁଆ। ତେବେ କାହାଣୀ ଆରମ୍ଭ ହେଉଛି ଉପମନ୍ୟୁ ଆଉ ତାଙ୍କ ଗୁରୁଙ୍କଠାରୁ। ଗୁରୁ ତାଙ୍କୁ ଏକ ବହୁତ ସାଧାରଣ ଦେଖାଯାଉଥିବା କାମ ଦେଲେ, କିନ୍ତୁ ଜାଣିଶୁଣି ତା ଭିତରେ ଲୁଚି ରହିଥିଲା ଏକ ଅସାଧାରଣ ପରୀକ୍ଷା। କଥାଟା ଥିଲା ଏମିତି, ଗୁରୁ ତାଙ୍କ ଶିଷ୍ୟ ଉପମନ୍ୟୁଙ୍କୁ ଡାକି କହିଲେ, ତୁମକୁ ଆଶ୍ରମର ଗାଈଗୋରୁଙ୍କର ଦେଖାଶୁଣା କରିବାକୁ ପଡ଼ିବ। ଶୁଣିବାକୁ ତ ଏକଦମ ସରଳ କାମ, କିନ୍ତୁ ଏହା ପଛରେ ଏକ ବହୁତ ବଡ଼ ଉଦ୍ଦେଶ୍ୟ ଥିଲା। ଆଉ ଏଇଠୁ ହିଁ ଆରମ୍ଭ ହେଲା ପ୍ରକୃତ ପରୀକ୍ଷା। ଗୁରୁ ଗୋଟିଏ କଠୋର ନିୟମ ରଖିଲେ, ଉପମନ୍ୟୁ ଗାଈଙ୍କ ଯତ୍ନ ନେବେ ସତ, କିନ୍ତୁ ନିଜ ପାଇଁ କୌଣସି ବି ଖାଦ୍ୟ ଗ୍ରହଣ କରିପାରିବେ ନାହିଁ। ଭାବିଲେ ତ ଏହା କେତେ ବଡ଼ ଚ୍ୟାଲେଞ୍ଜ ଥିଲା। ଏବେ ଆରମ୍ଭ ହେଲା ଉପମନ୍ୟୁଙ୍କ ଅସଲ ସଂଘର୍ଷ। ଭୋକ ସହିତ ତାଙ୍କର ଏହି ଲଢ଼େଇ କାହାଣୀକୁ ଏକ ନୂଆ ମୋଡ଼ ଦେଲା। ଦିନ ପରେ ଦିନ ବିତିଲା, ଆଉ ଉପମନ୍ୟୁଙ୍କ ଭୋକ ବଢ଼ିବାରେ ଲାଗିଲା। ପ୍ରଥମେ ସେ ଭିକ୍ଷା ମାଗିଲେ, କିନ୍ତୁ ଗୁରୁ କହିଲେ, ସେ ଭିକ୍ଷା ଆଶ୍ରମର ସମ୍ପତ୍ତି, ତୁମର ନୁହେଁ। ତାପରେ ସେ ଗାଈ କ୍ଷୀର ପିଇବାକୁ ଚେଷ୍ଟା କଲେ, ଗୁରୁ ତାକୁ ବି ମନା କରିଦେଲେ। ଏପରିକି ଶେଷରେ ଯେତେବେଳେ ସେ କ୍ଷୀରର ଫେଣ ଖାଇବାକୁ ଚାହିଁଲେ, ଗୁରୁ ସେ ରାସ୍ତା ବି ବନ୍ଦ କରିଦେଲେ। ଗୁରୁଙ୍କର ଯୁକ୍ତି ବହୁତ ସ୍ପଷ୍ଟ ଥିଲା। ସେ କହିଲେ, ଏମିତି କରି ତୁମେ ବାଛୁରୀମାନଙ୍କୁ ତାଙ୍କ ଭାଗରୁ ବଞ୍ଚିତ କରୁଛ। ଏହି ଶିକ୍ଷାର ଅର୍ଥ ଥିଲା, ପ୍ରତ୍ୟେକ ଜୀବର ଅଧିକାରକୁ ସମ୍ମାନ ଦେବା ଉଚିତ। ଏବେ ପରିସ୍ଥିତି ଆହୁରି ଗମ୍ଭୀର ହେଲା। ଯେତେବେଳେ ଭୋକ ଅସହ୍ୟ ହୋଇଗଲା, ଉପମନ୍ୟୁ ନିରାଶ ହୋଇ ଏକ ଭୁଲ ନିଷ୍ପତ୍ତି ନେଲେ, ଆଉ ଏହି ନିଷ୍ପତ୍ତି ହିଁ ତାଙ୍କୁ ଏକ ଭୟଙ୍କର ପରିଣାମ ଆଡ଼କୁ ଟାଣିନେଲା। ଏହା ଥିଲା କାହାଣୀର ସବୁଠୁ ଦୁଃଖଦ ମୁହୂର୍ତ୍ତ। ଭୋକର ଜ୍ୱାଳା ସହି ନ ପାରି ଉପମନ୍ୟୁ ଶେଷରେ ଜଙ୍ଗଲରେ ଥିବା ବିଷାକ୍ତ ଅରଖ ଗଛର ପତ୍ର ଖାଇଦେଲେ। ଏହି ଗୋଟିଏ ଭୁଲ ପାଇଁ ତାଙ୍କୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିଲା। ଆଉ ଫଳ ଥିଲା ଭୟଙ୍କର। ସେହି ବିଷାକ୍ତ ପତ୍ର ଖାଇବା ମାତ୍ରେ ଉପମନ୍ୟୁ ନିଜର ଦୃଷ୍ଟିଶକ୍ତି ହରାଇଲେ ଏବଂ କିଛି ଦେଖି ନ ପାରି ଏକ ଶୁଖିଲା କୂଅ ଭିତରେ ପଡ଼ିଗଲେ। କିନ୍ତୁ କୁହନ୍ତି ନା, ଯେଉଁଠି ବିଶ୍ୱାସ ଥାଏ ସେଠି ରାସ୍ତା ବି ବାହାରି ଆସେ। ଏହି ଗଭୀର ଅନ୍ଧକାର ଭିତରେ ବି ଆଶାର ଏକ କିରଣ ଥିଲା। ଉପମନ୍ୟୁଙ୍କର ଅତୁଟ ବିଶ୍ୱାସ ତାଙ୍କ ପାଇଁ ଦୈବୀ ସହାୟତା ଆଣିଦେଲା। ଏତେ କଷ୍ଟ ପରେ ବି ଅନ୍ଧ ହୋଇ କୂଅରେ ପଡ଼ିଥିବା ସତ୍ତ୍ୱେ ଉପମନ୍ୟୁ ହାର ମାନି ନଥିଲେ। ସେ ସେହି ଅବସ୍ଥାରେ ଦେବତାମାନଙ୍କର ଚିକିତ୍ସକ ଅଶ୍ୱିନୀ କୁମାରଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ। ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ଯେତେବେଳେ ଅଶ୍ୱିନୀ କୁମାରମାନେ ନିଜେ ଆସି ତାଙ୍କୁ ଖାଇବାକୁ ଏକ ପିଠା ଦେଲେ, ସେତେବେଳେ ବି ଉପମନ୍ୟୁ ନିଜ କର୍ତ୍ତବ୍ୟ ଭୁଲି ନଥିଲେ। ସେ ଗୁରୁଙ୍କ ଅନୁମତି ବିନା ତାହା ଖାଇବାକୁ ସିଧା ମନା କରିଦେଲେ। ଏହା ହିଁ ଥିଲା ତାଙ୍କ ନିଷ୍ଠାର ଚରମ ପରୀକ୍ଷା। ତାଙ୍କର ଏହି ଅବିଶ୍ୱାସନୀୟ ନିଷ୍ଠା ଦେଖି ଅଶ୍ୱିନୀ କୁମାରମାନେ ବହୁତ ପ୍ରସନ୍ନ ହେଲେ। ସେମାନେ କେବଳ ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଦେଲେ ନାହିଁ, ବରଂ ତାଙ୍କୁ ଆଶୀର୍ବାଦ ମଧ୍ୟ କଲେ। ଏହା ଥିଲା ତାଙ୍କ ବିଶ୍ୱାସର ଏକ ଚମତ୍କାରୀ ପୁରସ୍କାର। କିନ୍ତୁ କାହାଣୀ ଏତିକିରେ ସରିନି। ଅସଲ ପୁରସ୍କାର ତ ଏବେ ବାକି ଥିଲା। ଉପମନ୍ୟୁ ନିଜ ଗୁରୁଙ୍କ ପାଖକୁ ଫେରି ଆସନ୍ତି, ଆଉ ସେଠାରେ ହିଁ ତାଙ୍କୁ ତାଙ୍କ ପରୀକ୍ଷାର ପ୍ରକୃତ ଫଳ ମିଳିଥାଏ। ଦେଖନ୍ତୁ କେମିତି ବଦଳିଗଲା ସବୁକିଛି। ଯିଏ ଭୋକିଲା ଓ ନିରାଶ ଥିଲେ, ସେ ଜ୍ଞାନରେ ପରିପୂର୍ଣ୍ଣ ହେଲେ। ଯିଏ ଅନ୍ଧ ହୋଇ କୂଅରେ ପଡ଼ିଥିଲେ, ସେ ଦୃଷ୍ଟିଶକ୍ତି ଫେରିପାଇ ଜଣେ ଜ୍ଞାନୀ ପୁରୁଷ ହୋଇଗଲେ। ଏହା କେବଳ ଶାରୀରିକ ପରିବର୍ତ୍ତନ ନଥିଲା, ଏହା ଥିଲା ଏକ ଗଭୀର ଆଧ୍ୟାତ୍ମିକ ରୂପାନ୍ତର। ଆଉ ଶେଷରେ ଗୁରୁ ଯାହା କହିଲେ, ତାହା ହିଁ ଥିଲା ତାଙ୍କ ତପସ୍ୟାର ସବୁଠୁ ବଡ଼ ଫଳ। ଗୁରୁ ଆଶୀର୍ବାଦ ଦେଲେ ଯେ ସବୁ ବେଦ ଆଉ ଧର୍ମଶାସ୍ତ୍ରର ଜ୍ଞାନ ଉପମନ୍ୟୁଙ୍କ ପାଇଁ ସ୍ୱୟଂ ପ୍ରକାଶିତ ହେବ। ତାଙ୍କର ନିଷ୍ଠା ହିଁ ତାଙ୍କୁ ଏହି ଅମୂଲ୍ୟ ଜ୍ଞାନର ଅଧିକାରୀ କରାଇଲା। ତେବେ ଏହି ପୂରା କାହାଣୀରୁ ଆମେ କ'ଣ ଶିଖିଲେ? ପ୍ରଥମ କଥା, ପ୍ରକୃତ ଭକ୍ତିର ପରୀକ୍ଷା କଠିନ ପରିସ୍ଥିତିରେ ହିଁ ହୋଇଥାଏ। ଦ୍ୱିତୀୟରେ, କଷ୍ଟ ସମୟରେ ଧୈର୍ଯ୍ୟ ରଖିଲେ ପୁରସ୍କାର ନିଶ୍ଚୟ ମିଳେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ମହାନ ଜ୍ଞାନ ସହଜରେ ମିଳେ ନାହିଁ, ଏହାକୁ କଠିନ ପରିଶ୍ରମ କରି ଅର୍ଜନ କରିବାକୁ ପଡ଼େ। ଶେଷରେ ଗୋଟିଏ ପ୍ରଶ୍ନ, ଆଜିକାଲି ଦୁନିଆରେ ଯେଉଁଠି ସମସ୍ତେ ତୁରନ୍ତ ଫଳ ଚାହାନ୍ତି, ସେଠି ଉପମନ୍ୟୁଙ୍କ ଧୈର୍ଯ୍ୟ ଆଉ କଠିନ ପରିଶ୍ରମର କାହାଣୀ ଆମ ପାଇଁ କେତେ ମହତ୍ତ୍ୱ ରଖୁଛି, ଏହା ଉପରେ ଟିକେ ଚିନ୍ତା କରିବେ।